ଯେତେବେଳେ ଲୋକମାନେ ଆପଣଙ୍କୁ ହରାଇ ପାରନ୍ତି ନାହିଁ ନା, ସେତେବେଳେ ସେମାନେ ଆପଣଙ୍କୁ ମେଣ୍ଟାଲି ବହୁତ ଭାଙ୍ଗି ଦେବା ପାଇଁ ଚେଷ୍ଟା କରନ୍ତି। ଆଉ ଆପଣଙ୍କ ପଛରେ ବହୁତ ପ୍ରକାର କଥା କହିବା, ମିଥ୍ୟା ଅପବାଦ ଦେବା, ଚୁଗଲି କରି ଆପଣଙ୍କର ସମ୍ପର୍କ ସମସ୍ତଙ୍କ ସାଙ୍ଗରେ ଖରାପ କରିବା ପାଇଁ ଚେଷ୍ଟା କରନ୍ତି। ଆଉ ଏସବୁର ମେନ୍ ଉଦ୍ଦେଶ୍ୟ ହେଉଛି ତାଙ୍କର ଆପଣଙ୍କୁ ଭୁଲ ପଦକ୍ଷେପ ନେବା ପାଇଁ ବାଧ୍ୟ କରାଇବେ, ଯାହାଦ୍ୱାରା କି ସେମାନେ ନିର୍ଦ୍ଦୋଷ ବୋଲି ନିଜକୁ ଦେଖେଇ ପାରିବେ ଆଉ ଆପଣ ସବୁଦିନ ଦୋଷୀ ବୋଲି ସେମାନେ ପ୍ରମାଣିତ କରିବେ। ଏଭଳି ଲୋକଠାରୁ ଚେଷ୍ଟା କରନ୍ତୁ ବଞ୍ଚିବାକୁ। ଆଉ ଯଦି ଚେଷ୍ଟା କରିବାରେ ବିଫଳ ହେଉଛନ୍ତି, ତାହେଲେ ଏମାନଙ୍କ ଠାରୁ ଦୂରେଇ ଯିବାଟା ହିଁ ସବୁଠୁ ଭଲ। ଏମାନଙ୍କ ସହିତ କୌଣସି ପ୍ରକାର ସମ୍ପର୍କ ନ ରଖିବା ହିଁ ଖୁବ୍ ଭଲ।